ପ୍ରକାଶିତ 13 ଅଧ୍ୟାୟ ତାର 14 ରୁ 17 ଯାଏ ପଠନ କରିବା। ଯିଏ ପାଇଲେ ଟିକେ ପଠନ କରିବେ। 14 ରୁ 17। ଆଉ ସେହି ପଶୁର ସାକ୍ଷାତରେ ସେ ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା ତଦ୍ୱାରା ସେ ପୃଥିବୀ ନିବାସୀମାନଙ୍କୁ ଭ୍ରାନ୍ତ କରି ଯେଉଁ ପଶୁ କଳଗ ଦ୍ୱାରା ଆଘାତ ହେଲେ ବଞ୍ଚିଥିଲା ତାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ। ପଶୁର ପ୍ରତିମା ଯେପରି କଥା କହେ ଓ ଯେତେ ଲୋକ ପଶୁର ସେହି ପ୍ରତିମାକୁ ପ୍ରଣାମ କରନ୍ତି ନ କରନ୍ତି ସେମାନେ ଯେପରି ବଦ୍ଧ କରାଯିବେ ସେଥିପାଇଁ ତାଙ୍କୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା। ଆଉ ସେ ସାନ ଓ ବଡ଼ ଧନୀ ଓ ଦରିଦ୍ର ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କୁ ଦକ୍ଷିଣ ହସ୍ତରେ କିମ୍ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ। ପୁଣି ସେହି ଚିହ୍ନ ଅର୍ଥାତ୍ ପଶୁର ନାମ କିମ୍ବା ତା ନାମର ସଂଖ୍ୟା ଧାରଣ କରିନଥିବା ମନୁଷ୍ୟର ସଂଖ୍ୟା ଧାରଣ କରିନଥିବା ଲୋକଙ୍କୁ କ୍ରୟ ବିକ୍ରୟ କରିବାକୁ ନିଷେଧ କରିଅଛି। ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ। କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା ଆଉ ତାର ସଂଖ୍ୟା ହେଉଛି 666 ନମ୍ବର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମମାନଙ୍କ ଚିନ୍ତା କରିବା ଯେଉଁ ପଶୁ ଥିଲା ପୂର୍ବ କାଳରେ ସେ ପଶୁ ପୁଣି ଅର୍ଥ ହେଲା। ସେ ପୁଣି ପଶୁ ଥିଲା ସେ ପଶୁ ଅର୍ଥ ହେଲା। ସେ ପଶୁ ଜଣେ ପଶୁ ନୁହଁ କିନ୍ତୁ ଜଣେ ମନୁଷ୍ୟ। କଣ? ମନୁଷ୍ୟ। ସେ ଶାସନକର୍ତ୍ତା 666 ନମ୍ବର ଶାସନକର୍ତ୍ତା ଥିଲା ଯେ ପ୍ରତ୍ୟେକ ଲୋକମାନଙ୍କର 666 ନମ୍ବର ଧାରଣ କରିବାକୁ ବାଧ୍ୟ କରାଇଲା। ପୁଣି ଯେଉଁମାନଙ୍କ ଏଇ ନମ୍ବର ଧାରଣ କରିନାହାନ୍ତି ସେମାନଙ୍କର ବଧ କରାଗଲା। ପୁଣି ସେଇ ଶାସନ ପୁନର୍ବାର ବର୍ତ୍ତମାନ ଆଉ ଆସିଯାଏ। ସେ ଶାସନକର୍ତ୍ତା ଆଉ ପୁନର୍ବାର ଆଉ ଉତ୍ପନ୍ନ ହୁଏ। ପୁଣି 666 ନମ୍ବର ବର୍ତ୍ତମାନ ଆସିବ। ସେଇଦିନ ଅନେକ ଲୋକମାନଙ୍କର ଭ୍ରାନ୍ତ ହେବେ। ଅନେକ ଲୋକମାନଙ୍କ କଷ୍ଟ ପାଇବେ। ଅନେକ ଲୋକମାନଙ୍କ ଦୁଃଖ ପାଇବେ। ଅନେକ ଲୋକମାନଙ୍କ ନିନ୍ଦା ପାଇବେ। ଅନେକ ଲୋକମାନଙ୍କ ବଧ କରିବେ। ସେମାନଙ୍କର ଏହିପରି ସମୟ ଭୀଷଣ ସମୟ ଆସୁଛି। ପୁଣି ପ୍ରତ୍ୟେକ ଲୋକଙ୍କୁ ସେମାନଙ୍କର ବଳାତ୍କାର ଭାବରେ ଏହି ଚିହ୍ନ ଧାରଣ କରିବା ପାଇଁ ସେମାନଙ୍କର କୁହାଯିବ। ବଳାତ୍କାର ଭାବରେ ସେମାନଙ୍କ ଦିଆଯିବ। ସେମାନଙ୍କ ଯେଉଁ ଲୋକମାନଙ୍କର ଏହି ଚିହ୍ନ ଧାରଣ କରିବେ ନାହିଁ ସେମାନଙ୍କର ବଧ କରିବେ କଡ଼କରେ। ସେମାନଙ୍କର ହାଉ ରଖିବେ ନାହିଁ। ଯେଉଁମାନଙ୍କର ଚିହ୍ନ ଗ୍ରହଣ କରିବେ ସେମାନଙ୍କ ପୃଥିବୀରେ ସେମାନଙ୍କର
ସଂଖ୍ୟା ରହିବ, ଅନ୍ୟତା ସଂଖ୍ୟା ରହିପାରିବ ନାହିଁ। 666 ନମ୍ବର ଯେଉଁମାନଙ୍କ ଧାରଣ କରିବେ, ପୃଥିବୀରେ ଏହିପରି ସଂଖ୍ୟା ଯେଉଁମାନଙ୍କ ଧାରଣ କରିଅଛନ୍ତି, ସେ ସମସ୍ତଙ୍କ ସେମାନଙ୍କର ରହିବେ। ଯେଉଁମାନଙ୍କର ଏ ସଂଖ୍ୟା ଧାରଣ କରିନାହାନ୍ତି, ସେମାନଙ୍କର ବଧ କରାଯିବ, ସେମାନଙ୍କର ବିନଷ୍ଟ କରାଯିବ, ସେମାନଙ୍କର ସବୁ ଧ୍ୱଂସ କରାଯିବ। ହାଲେଲୁୟା, ହାଲେଲୁୟା। ତେଣୁକରି ଏହି ଭୀଷଣ ସମୟ ନିମନ୍ତେ ବର୍ତ୍ତମାନ ଆମ୍ଭେମାନେ ଜାଗ୍ରତ ପୁଣି ସଚେତନ ରହିବା। ଆମମାନଙ୍କ କ'ଣ କରିବା? ଜାଗ୍ରତ ପୁଣି ସଚେତନ, ପ୍ରାର୍ଥନାରେ ଜାଗରଣ। ଆମେ ପ୍ରାର୍ଥନାରେ ବିଶ୍ୱାସରେ ଦୃଢ଼ତା ଭାବରେ ଈଶ୍ୱରଙ୍କର ଆଜ୍ଞା ପାଳନ କରିବା ପାଇଁ ଆମମାନଙ୍କର ଦୃଢ଼ ବିଶ୍ୱାସ ନେବା, ଦୃଢ଼ ଶକ୍ତି ନେବା, ଦୃଢ଼ କରିକି ପ୍ରଭୁଙ୍କ ସେବା କରିବା। ଯେଉଁ ଲୋକମାନଙ୍କର ପ୍ରଭୁ ସେବା କରିବେ ଦୃଢ଼ ରୂପରେ, ଏମାନଙ୍କର 666 ନମ୍ବର ଦାନ ସେମାନଙ୍କୁ ନେଇପାରିବେ ନାହିଁ। ସେମାନଙ୍କ ବଧ କରାଯିବ, ଯେହେତୁ ସେମାନଙ୍କ ଯୀଶୁଙ୍କ ନାମରେ ବଧ କରାଯିବ, ପ୍ରଭୁଙ୍କ ନାମ ସକାଶେ ବଧ କରାଯିବ। ଯେତେ ଜଣ ଈଶ୍ୱରଙ୍କର ସନ୍ତାନ ହେଲେ, ଯେତେ ଜଣ ଈଶ୍ୱରଙ୍କ ରାଜ୍ୟର ଅଧିକାର ହେବାକୁ ଅଛି, ସେତେ ଜଣ ସେଇ ବଳାତ୍କାର ଭାବରେ ମସ୍ତକ ଛେଦନ ହେବ, ସେମାନଙ୍କର ଅସ୍ତ୍ର ବିନ୍ଧ ହେବ। ପୁଣି ଆମ୍ଭେ ସେଇ ବର୍ତ୍ତମାନ ପୃଥିବୀରେ ଏହିପରି ଦଣ୍ଡ ଯଦି ଆମେ ପାଇବା, ଏହିପରି ବଧ ପାଇବା, ଏହିପରି କଟକଣା ପାଇବା, ଏହିପରି ଆମମାନଙ୍କ ବିନାଶ କରିବେ, ତେବେ ଆମମାନଙ୍କ ଈଶ୍ୱରଙ୍କ ରାଜ୍ୟରେ ଆମମାନଙ୍କ ଅଧିକାର ପ୍ରାପ୍ତ ହେବା। ଈଶ୍ୱରଙ୍କ ରାଜ୍ୟରେ ଆମମାନଙ୍କ ସୁସ୍ୱତନ୍ତ୍ର ଭାବରେ ତାଙ୍କର ରାଜ୍ୟର ସନ୍ତାନ ହେଇପାରିବା। ପୁଣି ଯେଉଁ ଲୋକ ଏଇ 666 ନମ୍ବର ଯେଉଁ ଲୋକ ଧାରଣ କରିବେ, ସେମାନଙ୍କ ଏଇ ଈଶ୍ୱରଙ୍କ ରାଜ ଅଧିକାର କରିପାରିବେ ନାହିଁ। ଯେତେ ଜଣ ଏଇ ସଂଖ୍ୟା ଗ୍ରହଣ କରିବେ ନାହିଁ, ସେମାନଙ୍କ ଈଶ୍ୱରଙ୍କର ସନ୍ତାନ ହେବେ। କାରଣ ଆମ୍ଭେମାନଙ୍କ ଏହା ନିମନ୍ତେ ବର୍ତ୍ତମାନ ଆମମାନଙ୍କ ସୁଦୃଢ଼ ଭାବରେ ଈଶ୍ୱରଙ୍କର ସେବା କରିବାକୁ ହେବ। ଆମମାନଙ୍କ ସଚେତନ ହୋଇ ଈଶ୍ୱରଙ୍କ ସେବା କରିବାକୁ ପଡ଼ିବ। ପୁଣି ତାଙ୍କର ଜାଗ୍ରତ ଭାବରେ ଈଶ୍ୱରଙ୍କ ପଶ୍ଚାଦଗମନ କରିବାକୁ ହେବ। ତେବେ ସେ ଦିନ ବିନାଶର ସମୟ ଆସିଯିବ, ସେ ଦିନ ସେଇ ଦୁର୍ଭିକ୍ଷଣର ସମୟ ଆସିବ, ସେ ଦିନ ଆମମାନଙ୍କର ସେ ଭୀଷଣ ସମୟ ଆସିବ। ଯେହେତୁ ଆମମାନଙ୍କ ଦୁର୍ଭିକ୍ଷଣ କ୍ଷୀଣା ବିକା ଆମ୍ଭମାନଙ୍କୁ ପାଇପାରିବା ନାହିଁ। ଯେତେ ଜଣ ସେ 666 ନମ୍ବର ଧାରଣ ନେବେ ନାହିଁ, ସେତେ ଜଣ ସେମାନଙ୍କ ଦୁର୍ଭିକ୍ଷଣ ତାଙ୍କ ପାଇଁ ଅଛି, ଦୁର୍ଭିକ୍ଷଣ ଅଛି, ସେମାନଙ୍କ ପାଇଁ ବିନାଶର ସମୟ ଅଛି, ସେମାନଙ୍କ ପାଇଁ ଦଣ୍ଡର ସମୟ ଅଛି, ସେମାନଙ୍କ ପାଇଁ ଆଜି ସେମାନଙ୍କର ବିନାଶର ସମୟ ଆସିବ। ତେଣୁକରି ବର୍ତ୍ତମାନ ଆମ୍ଭେମାନଙ୍କ ଜାଗ୍ରତ କରିବା, ଆମମାନଙ୍କ ବିଶ୍ୱାସରେ ସୁଦୃଢ଼ କରିବା, ଆମମାନଙ୍କ ଧୈର୍ଯ୍ୟରେ ଆମ୍ଭେମାନଙ୍କ ପ୍ରଭୁଙ୍କ ସେବା କରିବା। ସେତେବେଳେ ଯେଉଁ ତାଡ଼ନା ସମୟ, ସେତେବେଳେ ଯେଉଁ ପରୀକ୍ଷା କାଳ, ସେତେବେଳେ ଯେଉଁ ଆମମାନଙ୍କ ବଧ କାଳ, ଆମେ ଠିଆ ହେଇପାରିବା। ଯେପରି ଯୀଶୁଙ୍କ ନାମ ସକାଶେ ଆମମାନଙ୍କ ବିନାଶ ହେବା, ଯୀଶୁଙ୍କ ନାମ ସକାଶେ ଆମ୍ଭେ ବଧ କରାଯିବା। ପୁଣି ଆମ୍ଭେ ଖ୍ରୀଷ୍ଟିଆନ ହେଲେ ଆନନ୍ଦର ସମୟ ନୁହଁ, ଆମେ ଉଲ୍ଲାସର ସମୟ ନୁହଁ, ଆମେ ଦୁଃଖର ସମୟ। ଜଗତରେ ଦୁଃଖରେ ଆମ୍ଭେ ପ୍ରଭୁଙ୍କୁ ଅନ୍ୱେଷଣ କରିବା, ଆମେ ଦୁଃଖରେ ପରମେଶ୍ୱରଙ୍କ ସେବା କରିବା। ତାଡ଼ନା ପାଇବା ବର୍ତ୍ତମାନ ସୁଦ୍ଧା ତାଡ଼ନା ଅଛି, ପରୀକ୍ଷା ଅଛି, ନିନ୍ଦା ଅଛି, ଅପମାନ ଅଛି, କିନ୍ତୁ 667 ନମ୍ବର କାଳ ମଧ୍ୟରେ ଭୀଷଣ ସମୟ ଆସିବ। ତେଣୁକରି
ଜାଗ୍ରତ। ଅନେକ ଲୋକମାନଙ୍କ ଭ୍ରାନ୍ତ ହେବେ, ଅନେକ ଲୋକମାନଙ୍କ ବିନାଶ ହେବେ, ଅନେକ ଲୋକମାନଙ୍କ ସେମାନଙ୍କର ଆଉ ବିଶ୍ୱାସରେ ସେମାନଙ୍କ ଦୁର୍ବଳ ହେବେ। ଲେଖା ହେଇଛି 12 ଅଧ୍ୟାୟ ପ୍ରକାଶିତ ତାର 3 ପଦରେ ଟିକେ ପଠନ କର। ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା। ଆକାଶରେ ଗୋଟିଏ ଲକ୍ଷଣ ଦେଖାଗଲା। ଦେଖ ଦେଖ ଗୋଟିଏ ଲୁହିତ ବର୍ଣ୍ଣ ଗୋଟିଏ ଲୁହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ, ତାର ମସ୍ତକ ତାର ମସ୍ତକ, ତାର ସପ୍ତ ମସ୍ତକ ତାର ସପ୍ତମ ଓ ମସ୍ତକ, 10 ଶୃଙ୍ଗ, 10 ଶୃଙ୍ଗ, ପୁଣି ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ। ସପ୍ତମ ମୁକୁଟ। ଆଉ 4ରେ ଟିକେ ପଡେ। ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କରିବ। ଆଉ ସେ ସର୍ପ ପ୍ରସବ କରିବାକୁ ଉଦ୍ୟତ ସ୍ତ୍ରୀଙ୍କ ପ୍ରସବ କରିବାକୁ ମାତ୍ର ତାଙ୍କର ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାଙ୍କ ସମ୍ମୁଖରେ ଠିଆ ହେଲା। ହାଲେଲୁୟା, ହାଲେଲୁୟା। ସେଇ ଯେତେବେଳେ ଜଗତର ତାଡ଼ନା ଆସିବ, ପରୀକ୍ଷା ଆସିବ, ନିନ୍ଦା ଆସିବ, ଅପମାନ ଆସିବ, 666 ନମ୍ବର ସମୟରେ ସେତେବେଳେ ଗୋଟିଏ ପ୍ରକାଣ୍ଡ ସର୍ପ ଆକାଶରେ ଗୋଟେ ଲକ୍ଷଣ ଦେଖାଯିବ। କିପରି? ପ୍ରକାଣ୍ଡ ସର୍ପ। ସେ ସର୍ପ ଲୁଇତର ହର୍ତ ରକ୍ତପାତ। ସେଦିନ କେବଳ ପ୍ରଭୁଙ୍କ ଲୋକମାନଙ୍କର ମସ୍ତକ ଚେତନ ହେବ। ଏଇଟା ଜାଗ୍ରତ ଦର। ଯେତେ ପ୍ରଭୁଙ୍କ ଲୋକମାନଙ୍କର ମସ୍ତକ ଚେତନ ହେବ। ଏହା ପ୍ରକାଣ୍ଡ ସର୍ପ ଯାକି ଗୋଟେ ଲକ୍ଷଣ ଦେଖାଗଲା। ସେ ଲୁହିତ ବର୍ଣ୍ଣ, ସେ ପ୍ରକାଣ୍ଡ ସର୍ପ। ସେ ସର୍ପର ମସ୍ତକ ସପ୍ତମ, ପୁଣି 10 ଶୃଙ୍ଗ ଅଛି। ସେଇ ରୁମ୍ ଶାସନକର୍ତ୍ତା ତାର ଯେତେକ ବାହକ ମାନଙ୍କ ସେମାନଙ୍କ 7ଟା 10 ଶୃଙ୍ଗ ଜେରୁସାଲେମରେ ସେଇ ଦିନ କ୍ରନ୍ଦନ କରିବେ, ବିଳାପ କରିବେ। ଜେରୁସାଲେମ ସେଦିନ କ୍ରନ୍ଦନ ଓ ବିଳାପ କରିବେ। ଅର୍ଥାତ୍ ଯେତେ ବିଶ୍ୱାସୀ ମାନଙ୍କର, ଯେତେ ଆତ୍ମିକ ଲୋକମାନଙ୍କର, ଯେତେ ଖ୍ରୀଷ୍ଟ ଗ୍ରହଣ କରିଥିବା ଲୋକମାନଙ୍କର ସେଦିନ ବିଳାପ କରିବେ, ସେଦିନ ରୁଧନ କରିବେ, ସେଦିନ ବଧ କରିବେ। ସେଇ ଯାକି ସପ୍ତମ ମସ୍ତକ, ସପ୍ତମ ମହାନ ଦେଶ, ମହାନ ରାଜ, 7ଟା ରାଜା ମାନଙ୍କର ଉଠିବେ ଜେରୁସାଲେମରେ। ପୁଣି ରୋମ ନଗରରେ 3ଟା ରାଜା ଉଠିବେ। ଏହା ମିଶି ସପ୍ତମ 10 ଶୃଙ୍ଗ ଦେଖିଲେ। ସେ 10 ଶୃଙ୍ଗ 10ଟା ରାଜା ସେମାନଙ୍କ ଶାସନ କରିବେ 666 ନମ୍ବର ସମୟରେ। ପୁଣି ଯେତେ ବିଶ୍ୱାସୀ ମାନଙ୍କର ଯେତେ ମୁଦ୍ରାଙ୍ଗିତ ହୋଇନାହାନ୍ତି 666 ନମ୍ବର, ସେମାନଙ୍କର ବଧ କରାଯିବ। ଅନ୍ୟତା ଲୋକ ବଧ କରାଯିବ ନାହିଁ। ଯେଉଁ ଲୋକମାନଙ୍କ ଖ୍ରୀଷ୍ଟଙ୍କ ଗ୍ରହଣ କରୁଛନ୍ତି, ଖ୍ରୀଷ୍ଟଙ୍କ ମୁଦ୍ରାଙ୍ଗିତ ପାଇଛନ୍ତି, ପବିତ୍ର ଆତ୍ମାରେ ମୁଦ୍ରାଙ୍ଗିତ ହୋଇଛନ୍ତି, ସେମାନଙ୍କ ବଧ କରାଯିବ। ତେଣୁକରି ବର୍ତ୍ତମାନ ଆମ୍ଭେମାନଙ୍କ ସାହସ ଧରିବାକୁ ପଡ଼ିବ। ବିଶ୍ୱାସରେ, ଆତ୍ମାରେ। କାଲିରେ ଈଶ୍ୱରଙ୍କ ରାଜ ଯାଇପାରିବ ନାହିଁ। କାଲିରେ ନାହିଁ। ତାଳନା ହେବ, ପରିହାସ ହେବ, ନିନ୍ଦା ହେବ, ପୁଣି ତୁଚ୍ଛ ଜ୍ଞାନ ହେବ। ସେ
सबू तांकर ग्रहण कराଯିब नाही एहीपरि संसार रे विश्वासी मानकर स्थान स्थान रहिबे से मानकर हाउस से मानक तुच्छ करिवे से मानक प्रयास करिवे से मानक निंदा करिवे से मानक अपमान करिवे से मानक प्रहार करिवे से मानक जंत्रणा देबे से मानक कष्ट देबे से मानक बद्ध करिवे पुणी या निमंते आमानक जाग्रत हेबा पुणी सचेतना हेबा जेपरी से दिन मानक समय जेपरी आमानक आत्मा द्वारा प्रभुंक शक्ति रे आमानक ठियाई परिबा आमानक से बद्ध करबा समय मध्यरे जेपरी जीशु ख्रीस्ट बद्ध करबा समय तांकर मेष शावक परि चलीथिला सेहीपरि आंबे माने मध्य वर्तमान जीशुंकर शक्ति आत्मा द्वारा जदि वर्तमान आंबे हछु तेबे आमानक जीशुंकर शक्ति रे आंबे बद्ध स्थान रे ठियाई परिबा तेबे आंबे सेते बेले आमे सेही जिनिस धैर्य हेबो नाही से जिनिस भय करिबा नाही आत्मा को शक्ति रे ईश्वरंक राज्य पाए ईश्वरंकर संतान हेबा पाए ईश्वरंक राज्य रे अधिकार करिबा पाए आमानक जाग्रत सचेतन रहबा दरकार केवल गिरजा उपासना एथि नुह आमानक से दिन मानक पाए हाजी जाग्रत हेबा से दिन मानक पाए आजी विश्वास रे दृढ़ता से दिन मानक पाए आजी ईश्वरंकर आज्ञा पालन करिबा से दिन पाए आजी पुणी परमेश्वर निकट रे प्रार्थना करिबा जेते जन तांको नाम रे प्रार्थना करिवे से मानकर परित्राण पाइबे से मानकर उद्धार पाइबे से मानकर मुक्ति पाइबे आउ अन्यता लोक से दिन उद्धार पाइबे नाही ईश्वरंक राज्य पाए प्रेज द लॉर्ड हालेलुया हालेलुया हाजी प्रार्थना ही प्रार्थना नुह आज गिरजा ही गिरजा नुह आज उपासना ही उपासना नुह आज ईश्वरंक राज्य रे शक्ति हेबा पाए प्रभुंक निकट को प्रार्थना करिबा प्रभुंक निकट को निवेदन करिबा पुणी तांकर आज्ञा पालन करिबा मान्य करिबा तांकर से पछाद गमन करिबा तांकर सेवा करिबा थालना पाओ प्रयास पाओ निंदा पाओ अपमान पाओ जा लोक मानक तुच्छ करतु कारण वर्तमान से दिन मानक पाए हाजी से बल प्रयोग करिबा प्रेज द लॉर्ड हालेलुया हालेलुया से दिन मानक पाए आजी बल प्रयोग करिबा से दिन मानक पाए आजी शक्ति प्रयोग करिबा से दिन मानक पाए आजी शासिक बलवान हेबा जेपरी सैद्रक मैत्रक अबेगको सेमानक प्रार्थना करुथिले कारण सेमानक निवेदन करुथिले प्रभुंक निकट को सेमानक प्रार्थना कले सेमानक रुद्धन विलाप कले जेउ परीक्षा काल रे सेमानक रक्षा पाइले सेई 7 गुण नियारू सेमानक रक्षा पाइले सेमानक उद्धार पाइले से दिन मानक जेपरी सेमानक सैद्रक मैश्वरक अवेदन को रक्षा पाउथिले सेई समय मध्य रे आमानक खाल मध्य आसीबो सेई परि समय आसीबो सेई परि दिन आसीबो तेनु करी आज आमानक शासिक बलवान हेबा पाए प्रभुंक निकट को प्रार्थना करिबा प्रेम सहित आमानक शासिक बलवान करिबा प्रेम रे परस्पर प्रेम रे रही आमानक सेई सचेतना ओ सेई जाग्रत नम्र गुण हेबा पड़िबो वर्तमान आंबे प्रेम रे नम्रता रे मृदुता रे प्रभु को सेवा करबा पड़िबो प्रभु को अनुसंधान करिया पड़िबो प्रेम सहित प्रभु को से संलग्न करिया प्रभु को पछरे गमन करिया तांकर वाक्य श्रवण करिया तांकर सेई व्यवस्था पालन करिया नम्रता गुण नहीं आमे मृदुता गुण नहीं आम प्रेम रे रही आमे विश्वास रे रही प्रभु का आज्ञा पालन करिया तांकर पछाद गमन करिया
विश्वास दर्ज करवा विश्वास सुदृढ़ हेबा तेबे से परीक्षा काल रे आमानक उत्तीर्ण हेबा से परीक्षा काल रे आमान रक्षा पाइबा से परीक्षा काल रे आम उद्धार पाइबा जो मानक सेई दिन रे संकट काल रे आमानक रक्षा पाइबा जे जेउ जन से मानकर संकट काल रे प्रार्थना करिवे से मानक मु से मानक उद्धार करिबी प्रेज लॉर्ड से मानक मु उद्धार करिबी संकट काल रे आमर संकट काल क्रिस्टियन मानकर संकट काल थाळना आछि प्रयास आछि निंदा आछि अपमान आछि पुणी 167 समय मध्यरे आमानक बधर समय आसीबो तेणु करी आज क्रिस्टियन भाई ओ भौणी मानक समस्त जाग्रत हेबा समस्त सचेतन हेबा समस्त आंबे ईश्वर शक्ति रे आमानक शक्ति युक्त हेबा पुणी तांकर राज्य पाए तांकर राज्यर संथान हेबा पाए तांकर राज्यर अधिकार करिवा पाए आज आमानक जिसुंक शक्ति रे शक्ति युक्त हेबा दरकार हालेलुया हालेलुया समस्त आंबे मानक निद्रित रु जाग सचेतन हेबा एपीसी तार 5 अध्याय 14 पदर टिके पठन करिवा प्रेज लॉर्ड 14 एणु उक्त अछि एणु भाई माने उक्त छु ए निद्रित जाग ए निद्रित माने जाग मृत मानक मध्यरु उठ ख्रीष्ट तुम मानक आलोक प्रदान करिवे ख्रीष्ट तुम मानक आलोक प्रदान करिवे प्रेज लॉर्ड हालेलुया जे केई तांको नाम रे प्रार्थना करिवे से मानक रक्षा पाइबा पाए से मानक उद्धार पाइबा पाए से मानकर प्रभुंकर अनुग्रह करिवे प्रभुंक परित्राण देवे वर्तमान आमानक परित्राण निमंते नुह से जुगांत काल परित्राण पाए जीशुंकर महान क्रुत दिन रे रक्षा पाइबा पाए जीशुंकर महान क्रुत दिन रे जीशुंकर आगमन बेले क्रुद्धर दिन प्रभुंक मुखर क्रुद्धर दिन रक्षा पाइबा पाए वर्तमान आंबे मानक प्रभुंक शक्ति रे शक्ति युक्त हेबा कारण से 167 नंबर समय रे आमानक बद्ध करा जिवो आमानक विनाश करा जिवो आमानक ध्वंस करा जिवो आमानक समस्तंक कारागार निकट हेबो तथापि प्रभुंकर दिन पाए प्रभुंकर क्रोधर दिन जेपर रक्षा पाइबा पाए हाजा मानक प्रार्थना दरकार हाजा मानक सेही सचेतना दरकार आ सेही तुमर उक्त अछि सुन पुणी मृत्यु मानक मध्यरे तुम मानक उठ पुणी जो मानकर निद्रित अछु ता समस्त को सचेतना ताओ प्रेज लॉर्ड हालेलुया प्रिय भाई भूण माने आमे समस्त को जागृत हेबा समस्त को सचेतना रहबा आमे समस्त प्रेम रे जे केई प्रेम रे अछि जे जीसु से पाइचंती से जहन पुस्तक रे लिखा अछि जो मानकर वर्तमान 4 अध्याय तार 12 पद रे लिखा अछि जो मानक परस्पर आम मानक जे पितृपुरुष जन 4:12 आम मानक जो पितृपुरुष जाकुब आम मानक केही केबे ईश्वरन को देखि नाही केही केबे ईश्वरन को देखि नाही आम्भे माने जदि परस्पर को प्रेम करू आम्भे माने जदि परस्पर को प्रेम करू ताले ईश्वर आम्भ माने ठारे अछंती तेबे आम्भ मानक ठारे परमेश्वर अछंती ओ तांको प्रेम तांको प्रेम आम्भ मानक ऊपर सिद्ध होई अछि हालेलुया 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 जदि आम्भे परस्पर प्रेम करिबा प्रेम ही प्रभु को दिन रे आगमन बेल शक्ति से दिन रक्षा पाइबा वर्तमान जदि आमे परस्पर प्रेम रे अछु जुगांत काल रक्षा पाइबा वर्तमान आंबे मान को जदि परस्पर प्रेम रे अछु प्रभु को क्रोध दिन रे आमे रक्षा पाइबा
प्रेम ही से मृत्यु परि बलवान। हालेलुया। प्रेम मृत्यु परि बलवान। आमମାନଙ୍କ ପ୍ରେମର ଯଦି ଅଛୁ ସେବେ ପ୍ରଭୁଙ୍କ କ୍ରୋଧ ଦିନ ସମୟରେ ଆମମାନଙ୍କ ରକ୍ଷା ପାଇବା। ସେ ପ୍ରଭୁଙ୍କ କ୍ରୋଧ ଦିନରେ ଆମମାନଙ୍କ ରକ୍ଷା ପାଇବା, ପରିତ୍ରାଣ ପାଇବା, ଈଶ୍ୱରଙ୍କର ସନ୍ତାନ ହେଇପାରିବା। ହାଲେଲୁୟା। ଆଜି ଶାସିକ ବଳବାନ ପାଇବା। ପ୍ରଭୁ ଆମମାନଙ୍କ ନିକଟରେ ଯଦି ଅଛି ଆମ୍ଭେ ଶାସିକ ବଳବାନ ପାଇଛୁ। ଯଦି ଆତ୍ମା ପାଇଛୁ ଆମମାନଙ୍କ ବଳିଷ୍ଠ ଈଶ୍ୱର ତ ଆମେ ପାଇଛୁ। ଈଶ୍ୱର ତ ଆତ୍ମା, ଆମେ ଆତ୍ମା ଯଦି ପାଇଛୁ ଆମେ ଈଶ୍ୱର ପାଇଛୁ। Praise the Lord. ବର୍ତ୍ତମାନ ଆମ୍ଭେମାନଙ୍କ ଜ୍ଞାନ ଆବଶ୍ୟକତା ରହିଛି। ଯେହେତୁ ସେ ଦୁର୍ଦ୍ଦିନ କାଳରେ, ସଙ୍କଟ କାଳରେ ପ୍ରକାଶିତ ତାର 17 ଅଧ୍ୟାୟ ଟିକେ 8-9 ଟିକେ ପଠନ କର। ସେଇ ଯେଉଁ ପଶୁକୁ ସେଇ ଯେଉଁ ପଶୁକୁ ତୁମ୍ଭେ ଦେଖିଲ ତାହା ତାହା ଥିଲା ଏବେ ନାହିଁ। ପୁଣି ତାହା ପାତାଳ କୁଣ୍ଡରୁ ଉଠି ସେ ପାତାଳ କୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀ ନିବାସୀ ଯେତେ ଲୋକଙ୍କ ନାମ ଜଗତରେ ଉତ୍ପନ୍ନାବତୀ ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ। ପତ୍ନାବତୀ ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ। ସେମାନେ ଯେତେବେଳେ ସେହି ପଶୁକୁ ଦେଖିବ ଯେ ତାହା ଥିଲା ଏବେ ନାହିଁ ଓ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ। ଏହି ସ୍ଥଳରେ ବୁଦ୍ଧି ବିଶିଷ୍ଟ ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ସେଇ ସପ୍ତମସ୍ତକ ସପ୍ତ ପର୍ବତକୁ ବୁଝାଏ। ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀ ଲୋକ ଉପବିଷ୍ଟ। ସେ ସ୍ତ୍ରୀ ଲୋକ ଉପବିଷ୍ଟ ହେବ। ହାଲେଲୁୟା। ହାଲେଲୁୟା। ଏ ସ୍ଥଳରେ ବୁଦ୍ଧି ବିଶିଷ୍ଟ ଆବଶ୍ୟକ। କାରଣ ସେ ପଶୁ ସେତେବେଳେ ଥିଲା, ସେ ଶାସନ ସମୟରେ ଥିଲା, କିନ୍ତୁ ସେ ପଶୁ ମରିଯାଇଛି। ଆଉ ସେ ପଶୁ ବର୍ତ୍ତମାନ ଆଉ ଜୀବିତ ହେବ, ଅର୍ଥାତ୍ ସେ ଶାସନ ଆଉ ବର୍ତ୍ତମାନ ଆଉ ଆସିବ। ପୁଣି ଆମ୍ଭେମାନଙ୍କ ସେଟା ପାଇଁ ବୁଦ୍ଧି ବିଶିଷ୍ଟ। ସେ ସ୍ତ୍ରୀ ଲୋକ ହେଲା ରୋମ ନଗର, ରୋମ ସମ୍ରାଟ, ସେଇ ରାଜା। ସେ ରୋମ ସମ୍ରାଟରେ ରାଷ୍ଟ୍ରୀୟ ସଂଘ ସେ 666 ନମ୍ବର ସେ ଶାସନ କରିବେ, ପୃଥିବୀ ମଧ୍ୟରେ ଶାସନ କରିବେ। ସେଇ 666 ନମ୍ବର ତାର ନମ୍ବର। ସେ ଖ୍ରୀଷ୍ଟିଆନ ମାନଙ୍କ କେବଳ ସେ ବଧ କରିବା ପାଇଁ ସେ କେବଳ ଆସିବ ପୃଥିବୀରେ। ତେଣୁକରି ଜାଗ୍ରତ ପୁଣି ସଚେତନ ରହିବା ଦରକାର। ଯେପରି ବର୍ତ୍ତମାନ ପ୍ରାର୍ଥନାରେ ଆମ୍ଭେ ଯଦି ଜାଗ୍ରତ ହେବା ତେବେ ଆମେ ରକ୍ଷା ପାଇବା। ହାଲେଲୁୟା। ହାଲେଲୁୟା। ବର୍ତ୍ତମାନ ପ୍ରେମ ଶିଥିଳ ହେଲା। ପ୍ରଭୁଙ୍କ ସେବା କରିବାର ପ୍ରେମ ଶିଥିଳ ହେଲା। ହାଲେଲୁୟା। ପ୍ରଭୁଙ୍କ ସେବା କରିବାର ପ୍ରେମ ଶିଥିଳ ହେଲା। ପ୍ରଭୁଙ୍କ ଆଜ୍ଞା ପାଳନ କରିବାର ପ୍ରେମ ଶିଥିଳ ହେଲା। ତେଣୁକରି ସେ ଶିଥିଳ ଅବସ୍ଥାରେ ଆତ୍ମା ଦୁର୍ବଳ ହେବ, ବିଶ୍ୱାସ ଦୁର୍ବଳ ହେବ। ଧନରେ ଲୋକମାନଙ୍କର ଆଉ ସେଇ ଟଙ୍କାର ଲୋକମାନଙ୍କର, ସଂସ୍ଥା ମାଧ୍ୟମରେ ଲୋକମାନଙ୍କର ଆଉ ବିଭିନ୍ନ ପ୍ରକାର ଘର ଦୁଆର ତିଆରିରେ ବିଭିନ୍ନ ପ୍ରକାର ସେମାନଙ୍କର କେବଳ ପ୍ରେମରେ ସେମାନଙ୍କ ବଢ଼ିବେ। ଧନ ପ୍ରେମ, ଟଙ୍କା ପ୍ରେମ, ସୁନା ପ୍ରେମ, ଘର ପ୍ରେମରେ, କିନ୍ତୁ ଆତ୍ମିକ ଜୀବନ ପ୍ରେମରେ ଶିଥିଳ ଆବଶ୍ୟକ ହେଉଛି। ସେତେବେଳେ ସେଇ ମାଥ୍ୟୁ ପୁସ୍ତକ 26 ଅଧ୍ୟାୟ
ତାର 13 ପଦରେ ଲେଖା ହେଇଛି। ପୁଣି ଅଧର୍ମ ବୃଦ୍ଧି ପାଇବାରୁ ପୁଣି ଅଧର୍ମ କେବଳ ଲୋକମାନଙ୍କର ଅଧର୍ମ ଅର୍ଥାତ୍ ଟଙ୍କାରେ, ଧନରେ, ସୁନାରେ, ଘରଦ୍ୱାର, ଜମି ଏସବୁ କାମରେ ସେମାନଙ୍କ ହସ୍ତବ୍ୟସ୍ତରେ ସେମାନଙ୍କ ଅଧର୍ମ କେବଳ ଧନ ସଞ୍ଚୟ କରନ୍ତି, ଅଧର୍ମର ସମ୍ପତ୍ତି ସଞ୍ଚୟ କରନ୍ତି। ସେମାନଙ୍କର ଅଧର୍ମ ବୃଦ୍ଧି ହେଲା। ବର୍ତ୍ତମାନ ପଢନ୍ତୁ। ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ। ଅଧିକାଂଶ ଲୋକମାନଙ୍କର ପ୍ରେମ ଶୀତଳ ହୋଇଯିବ। ଖ୍ରୀଷ୍ଟଙ୍କ ପ୍ରେମ ଲୋକମାନଙ୍କ ଶୀତଳ ହେବ। ଗିର୍ଜା, ଉପାସନା, ପ୍ରାର୍ଥନା এই ସକଳ ଲୋକମାନଙ୍କର ପ୍ରେମ ଶୀତଳ ହେବ। ଶୀତଳ ଅବସ୍ଥାରେ ସେମାନଙ୍କୁ ଆସିବେ। ପ୍ରେଜ୍ ଦ ଲର୍ଡ। କେବଳ ସେମାନଙ୍କ ଘର ଦୁଆରରେ, ସେମାନଙ୍କ ପଦବୀରେ, ସେମାନଙ୍କର ସଂସ୍ଥାରେ, ସେମାନଙ୍କ ଚାକିରିରେ, ସେମାନଙ୍କର ଟଙ୍କାରେ, ସେମାନଙ୍କ ସୁନାରେ କେବଳ ଅଧର୍ମ ସମ୍ପତ୍ତି ସଞ୍ଚୟ କରିବା ପାଇଁ ଲୋକମାନଙ୍କର ଠିଆ ହେବେ। ଅଧର୍ମ ସମ୍ପତ୍ତି ସଞ୍ଚୟ କରିବା ପାଇଁ ସେତେବେଳେ ଯୀଶୁଙ୍କର ପ୍ରେମ ଶୀତଳ ଅବସ୍ଥା ହେବ। ହାଲେଲୁୟା। ବିଶ୍ୱାସ ଶୀତଳ ହେବ। ସେମାନଙ୍କର ସବୁ ଶୀତଳ ଅବସ୍ଥା ଆସିବ। ସେତେବେଳେ ଯୀଶୁ ଖ୍ରୀଷ୍ଟ ଦ୍ୱିତୀୟାଗମନ ହେବ। ଶୀତଳ ଅବସ୍ଥା ହେବ। କେହି ଘର ଦ୍ୱାର ତିଆରିରେ, କେହି ଭୋଜି ଭାତରେ, କେହି ବିବାହ ଭୋଜରେ, କେହି ଧନ ସମ୍ପତ୍ତିରେ, କେହି ବିଲ ବାଡ଼ରେ, ସବୁ ସେଇ ବଗିଚାରେ ଲୋକମାନଙ୍କର ସେମାନଙ୍କର ମନ ଥିବ। ସେତେବେଳେ ପ୍ରେମ ଶୀତଳ ହେବ। ଅଧର୍ମ କେବଳ ବୃଦ୍ଧିବ। ସେତେବେଳେ ଯୀଶୁଙ୍କର ଦ୍ୱିତୀୟ ଆଗମନ ହେବ। ସେ ଚୋର ପରି ଆସିବ। ସୁର ପରି ଆସିବ। ସୁର ପରି ଆସିବ। ତେଣୁକରି ପ୍ରକାଶିତ 22 ତାର 7 ପଦରେ ଟିକେ ପଠନ କର। ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ। ଯେ ଏହି ପୁସ୍ତକର ବାବବାଣୀ ସବୁ ଏହି ପୁସ୍ତକର ବାବାଣୀ ସବୁ ପାଳନ କରେ ସେ ଧନ୍ୟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବର୍ତ୍ତମାନ ଧନ ସମ୍ପତ୍ତି ସଂଗ୍ରହ କରିବୁ ମନା ନାହିଁ, କିନ୍ତୁ ପ୍ରଭୁ ପାଶୁର ନାହିଁ। ପ୍ରଭୁ ଆଜ୍ଞା ପାଳନ କର। ତାଙ୍କ ନିକଟରେ ପ୍ରାର୍ଥନା କରିବା, ତାଙ୍କର ନିକଟରେ ଧ୍ୟାନ କରିବା। ଧନ ସମ୍ପତ୍ତି ଆମମାନଙ୍କ ପରମେଶ୍ୱର ଆଶୀର୍ବାଦ କରୁଛନ୍ତି। ଧନ ସମ୍ପତ୍ତି ସଞ୍ଚୟ କରିବା, କିନ୍ତୁ ପ୍ରେମ, ପ୍ରଭୁଙ୍କ ପ୍ରେମ ଆଜି ଆମମାନଙ୍କ ଶୀତଳ ଅବସ୍ଥା କରିବାକୁ ଦରକାର ନାହିଁ। ଆମେ ପ୍ରଭୁଙ୍କ ସେବା କରିବାକୁ ଶୀତଳ ହେବାକୁ ଦରକାର ନାହିଁ। ସବୁ ମୁହୂର୍ତ୍ତରେ, ସବୁ ସମୟରେ ପ୍ରଭୁଙ୍କ ସେବା କରିବା। ତାଙ୍କର ରାଜ ପାଇଁ ଯୀଶୁ ତାର 6ରେ ଟିକେ ଉପରେ ପଡ଼ନ୍ତୁ। ପରେ ସେ ମୋତେ କହିଲେ ଏହି ସମସ୍ତ ବାକ୍ୟ ବିଶ୍ୱାସନୀୟ ଓ ସତ୍ୟ ଯାହା ଶୀଘ୍ର ଘଟିବ ସେହି ସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ ମାଓବାଦୀ ମାନଙ୍କ ଆତ୍ମା ସମୂହର ଈଶ୍ୱର ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ତେଣୁ ଆପଣମାନଙ୍କ ଯେଉଁ ବର୍ତ୍ତମାନ ବାକ୍ୟ ଶ୍ରବଣ କରୁଛୁ, ପରମେଶ୍ୱରଙ୍କର ଦୂତ ପ୍ରେରଣ କରିଅଛନ୍ତି। ସେ ଯାହା ପାଖରେ ଈଶ୍ୱରଙ୍କ ବାକ୍ୟ ନିମ୍ନୋକ୍ତ ବାକ୍ୟ ପ୍ରକାଶ ହୋଇଅଛି, ସେ ଈଶ୍ୱରଙ୍କ ଦୂତ। ସେ ବାକ୍ୟ ପ୍ରସାର କରିବ। ସେତେବେଳେ ଆପଣମାନଙ୍କ ଶ୍ରବଣ କର, ଆପଣମାନଙ୍କ ଧ୍ୟାନର ରୁହ। ସେ ବାକ୍ୟ ହିଁ ପାଳନ କର। ସେ ବାକ୍ୟ ହିଁ ଯଥାର୍ଥ। ସେ ବାକ୍ୟ ଜୀବନ ଅଟେ। ଆପଣମାନଙ୍କର ଜୀବନ ବର୍ତ୍ତମାନ ସେ ବାକ୍ୟ ଶୁଣିଲେ ପ୍ରଭୁଙ୍କ ଦ୍ୱିତୀୟ ଆଗମନ ବେଳେ ଆପଣମାନଙ୍କ ସେ ବାକ୍ୟ ହିଁ ଆପଣମାନଙ୍କ ରକ୍ଷା ପାଇବେ, ରକ୍ଷା କରିବେ, ଉଦ୍ଧାର କରିବେ, ପରିତ୍ରାଣ କରିବେ। ଯେତେ ଜଣ ଈଶ୍ୱରଙ୍କ ବାକ୍ୟ ବର୍ତ୍ତମାନ
ଶ୍ରବଣ କରନ୍ତି ପାଳନ କରନ୍ତି ପ୍ରଭୁଙ୍କ ଆଗମନ ବେଳେ ସେମାନଙ୍କର ରକ୍ଷା ପାଇବେ, ସେମାନଙ୍କୁ ଉଦ୍ଧାର ପାଇବେ, ସେମାନଙ୍କ ପରିତ୍ରାଣ ପାଇବେ। ଆସନ୍ତୁ ଆମମାନଙ୍କ ଯାହା ଯାହା ବାକ୍ୟ ଆମେ ଶୁଣିଛୁ ସେ ବାକ୍ୟ ଆମେ ପାଳନ କରିବା, ଶ୍ରବଣ କରିବା। ତାର 22-12 ପଦରେ ପ୍ରକାଶିତ। ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ, ଦେଖ ଆମେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକଙ୍କୁ ତାର କର୍ମ ଅନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ହାଲେଲୁୟା, ହାଲେଲୁୟା। ବର୍ତ୍ତମାନ ଆମମାନଙ୍କ ଯଦି ପ୍ରଭୁଙ୍କ ବାକ୍ୟ ଶ୍ରବଣ କରୁ, ପାଳନ କରୁ, ଯଦି ଆମ୍ଭେମାନଙ୍କ ସେ ବାକ୍ୟ ଆମମାନଙ୍କ ହୃଦୟରେ ଯଦି ବାସ କରିଥାଏ, ତେବେ ଆମ୍ଭେମାନଙ୍କ ଯେତେ ଜଣ ଆମ୍ଭେ ଶୁଣିଛୁ ସେଇ ଦିନ ପ୍ରଭୁଙ୍କ ଆମ ପ୍ରତିଫଳ ଦେବା ପାଇଁ ତାଙ୍କ ହସ୍ତରେ ଅଛି, ଦେବା ପାଇଁ ଆସିବ। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କ ତୁମରି ସେଇ ଆତ୍ମାଙ୍କ ଦ୍ୱାରା ପରିଚାଳନା କରିବା ଦରକାର। ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରିବା। କେମିତି ପରମେଶ୍ୱର ଆମ୍ଭେ ସଙ୍ଗରେ ରହିବେ? ପ୍ରଭୁ ଆମ୍ଭେ ସଙ୍ଗରେ ଯେତେବେଳେ ରହିବେ ଆମ୍ଭେମାନଙ୍କ ଈଶ୍ୱରଙ୍କ ସନ୍ତାନ ହେଇପାରିବା, ଈଶ୍ୱରଙ୍କ ରାଜ ହେଇପାରିବା। ସେଇ ଯୋହାନ ପୁସ୍ତକରେ 4 ଅଧ୍ୟାୟ ତାର 23 ପଦରେ ଯୋଉଟା ଲେଖା ହେଇଛି, ସତ୍ୟରେ ଓ ଆତ୍ମାରେ କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକ ମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେହିପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। କାରଣ ପିତା ଏହି ପ୍ରକାର ଉପାସକ ଚାହାନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବର୍ତ୍ତମାନ ପ୍ରଭୁଙ୍କ ସେବା, ପ୍ରଭୁଙ୍କ ସଙ୍ଗରେ ରହିକି ପ୍ରଭୁଙ୍କ ସେବା କରିବା, ତେବେ ଆମମାନଙ୍କ ବିନା ସେବା ନାହିଁ, ବିନା ଈଶ୍ୱରରେ କେବେ ସେବା ହେବ ନାହିଁ। ପ୍ରଭୁଙ୍କ ନିକଟରେ ଆତ୍ମା ପ୍ରାପ୍ତ ହୋଇ ଯଦି ଆମେ ସେବା କରିବା, ଆମମାନଙ୍କ ନିଶ୍ଚିନ୍ତ ପ୍ରଭୁଙ୍କ କୃତ ଦିନରେ ରକ୍ଷା ପାଇବା। ପ୍ରଭୁଙ୍କ ପଠିତ ବାକ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତ ନମସ୍କାର।